5,000 ଟଙ୍କା 6,000 ଟଙ୍କା ମୁଁ କହିଲି ମୋ ବୋଉ ପାଇଁ ଗୋଟେ ନେବି ମୁଁ ବୋଉ ପାଇଁ ଗୋଟେ ଶାଢ଼ୀ ନେବି ସେ ଅତି ସୁନ୍ଦର ଶାଢ଼ୀ କିନ୍ତୁ ରେଟ୍ ଅଧିକ ତାପରେ ବି ସେମାନେ କହିଲେ ଆମେ ଗୋଟେ ଶାଢ଼ୀ ବନେଇବାକୁ ଆମକୁ ଲାଗୁଛି ପାଖାପାଖି 3 ମାସ 4 ମାସ ଆମ ପାଖରେ 600-700 ଟଙ୍କା ପଡ଼ିଛି। କିନ୍ତୁ ଆପଣ ଜାଣିଛନ୍ତି ନା ଆପଣଙ୍କର କିଣିକି ପିନ୍ଧିବା ମାନେ ହେଉଛି ଏକ ପ୍ରକାର ପ୍ରଚାର ପ୍ରସାର ତ ଆପଣ ବର୍ଷକୁ କେତେ ଥର କିଣନ୍ତି? ମୁଁ ତ କିଣିନି ସେଇ ବୋଉ ପାଇଁ ଗୋଟେ ମଝିରେ କିଣିଥିଲି ଯାଇଥିଲି ସେପଟ ସାଇଡ଼୍ ଆଉ ତାପରେ ଖାସ୍ କରିକି ଶାଢ଼ୀ ଗୁଡ଼ାକ ସେଠି ବହୁତ ଫେମସ୍ ଆଉ ଅତି ସୁନ୍ଦର ଚମତ୍କାର ଆଉ ନିଖୁଣ ଭାବେ ସେମାନେ କରନ୍ତି। ବୁଣାକାର ମାନଙ୍କର କାହାଣୀକି ନେଇକି ଆପଣ ସିନେମା କରିବେ ତ ଆପଣ ଏଇ ଜାଗାରେ ପଇସା କମେଇବେ ତ ବୁଣାକାର ମାନେ କ'ଣ ବେନିଫିଟ୍ ପାଇବେ ଆଉ ବୁଣାକାର ମାନେ କେମିତି ପଇସା ପାଇବେ? ବୁଣାକାର ମାନେ ବେନିଫିଟ୍ ପାଇବେ ଫିଲ୍ମ ଦ୍ୱାରା ମାନେ ଯେଉଁ ଜାଗାରେ ଆମେ ସୋନପୁର ଯାଇଥିଲୁ ସୋନପୁର ଛାଡ଼ିଦେଲେ ଅଲଗା ଜାଗାରେ ଲୋକ ବହୁତ କମ୍ ଜାଣିଛନ୍ତି କିନ୍ତୁ ଫିଲ୍ମ ମାଧ୍ୟମରେ ଅଲ୍ ଓଭର୍ ଇଣ୍ଡିଆରେ ଯେଉଁ ହଲ୍ରେ ପଡ଼ିବ ସେଠି ଲୋକମାନେ ଦେଖିବେ ଜାଣିବେ ତାପରେ ସେମାନେ କଣ୍ଟାକ୍ଟ କରିବେ ଯେ ନାଇଁ ଏମିତି ଓଡ଼ିଶାରେ ଗୋଟେ ଜାଗାରେ ତିଆରି ହେଉଛି ତ ଏଇଟା ଗୋଟେ ଟାଇପ୍ର ତାଙ୍କର କହିବାକୁ ଗଲେ ପ୍ରମୋସନ୍ ଆମର ଯେମିତିକି ଆପଣ ପଇସା ପାଇବେ ଆପଣ କିଣିବା ପାଇଁ କୁଣ୍ଠାବୋଧ ହେଉଛନ୍ତି କିନ୍ତୁ ଲୋକ କାହିଁକି କିଣିବେ ଏତେ ପଇସା ଦେଇକି? ଲୋକ କିଣିବେ ଯାହା ପାଖରେ ପଇସା ଅଛି ସେ କିଣିବ। ହଁ ସିନେମାଟା ମାଧ୍ୟମ ଯେ ବିଲୁପ୍ତ ହେଇଯାଉଛି ନା ସେ ଜିନିଷ ଗୁଡ଼ାକ। ଭାଇ ମେହେର ମୁଣ୍ଡାର ଗୋଟେ ଗୀତଟା ଗାଉନାହାନ୍ତି ପୁଣି ଯା ମେହେର ମୁଣ୍ଡାର ଗୀତ ମୁଁ ଗାଇପାରିବିନି। କ'ଣ ତାହେଲେ ଜାଣିଛି ତମ ଗୋଟେ ମେହେର ମୁଣ୍ଡା ଫିଲ୍ମର କଳାକାର ଆମେ ପଚାରୁଛୁ ଗୀତ ଗାଇବାକୁ ହଁ ଯେ ମୁଁ ନା ମୁଁ ଗାଇଦେଲେ କିଛି ନାହିଁ ଯେ ତମେ କି ରହିବନି ପଳେଇବ ସବୁ ନାଇଁ ମୋତେ ଛାଡ଼ିଦିଅ। ମେହେର ମୁଣ୍ଡା ଡାଇଲଗ୍ ଗୋଟେ ମୁଁ କହିଥିଲି ଯେ ମୁଁ ହେଉଛି ବାଦୁଡ଼ି ମୋର ଦରକାର ଅନ୍ଧାର ଆଉ ସେ ଅନ୍ଧାର ଭିତରେ ମୁଁ ଖୋଜି ବୁଲି ପାଚିଲା ପିଜୁଳି ସୁନ୍ଦର ଡାଇଲଗ୍ଟେ। ଆପଣ ଯେଉଁ ପିଜୁଳି ଖୋଜନ୍ତି ଖୁମ୍ପିବା ପାଇଁ ନା ଖାଇବା ପାଇଁ ମୁଁ ଛାଡ଼ିଦେବ ଭାଇ ପରା ସେପଟେ ମୁଁ ଡାକିଲେଣି ତାହେଲେ ଖାଇବା ପାଇଁ ସରିଯିବ ଶୁଣ ଖାଇବି ଯିବା ଆରାମସେ।